ସାଙ୍ଗମାନେ ନମସ୍କାର। ଆମେ ଆଜି ପୁଣି ଆସିଗଲେ ପଞ୍ଚତନ୍ତ୍ର କାହାଣୀ ପୁସ୍ତକର ପରବର୍ତ୍ତୀ ଗଳ୍ପ ପାଇଁ। ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବିରଚିତ ଓ ଡକ୍ଟର ବିବୁଧ ରଞ୍ଜନଙ୍କ ଦ୍ୱାରା ଅନୁସୃଜିତ ପଞ୍ଚତନ୍ତ୍ରର ପରବର୍ତ୍ତୀ ଗପ, ଯାହାର ନାମ ହେଉଛି ଜେସାକୁ ତେସା। ପରବର୍ତ୍ତୀ ଗପ ଆମେ ପଢ଼ିଥିଲେ ବୁଝି ବିଚାରି କାର୍ଯ୍ୟ କର, ଯେଉଁ ଗପର ଶେଷରେ କରଟକ ତା ବନ୍ଧୁ ଦମନକୁ ଉପଦେଶ ଦେଇ କହିଥିଲା ଯେ ଶାସ୍ତ୍ର କୁହେ ଜଣେ ପଣ୍ଡିତ ଯଦି ଶତ୍ରୁରେ ପରିଣତ ହୋଇଯାଏ ତାହେଲେ ଚଳିବ, କିନ୍ତୁ ଜଣେ ମୂର୍ଖ ବନ୍ଧୁକୁ ବୁଦ୍ଧି ସହ ସମ୍ପର୍କ ରଖିବା ବିପଦପୂର୍ଣ୍ଣ। ତ ଆମେ ପଢ଼ିବା ଜେସାକୁ ତେସା। ଗୋଟେ ସହରରେ ଜୀର୍ଣ୍ଣଧନ ନାମରେ ଜଣେ ବଣିକ ରହୁଥିଲେ। ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ବଣିକ ଠିକ୍ କଲା ସେ ବିଦେଶ ଯାତ୍ରା କରିବ। ତାର ଘରେ ସେମିତି କିଛି ଧନ କ୍ଷମା କରିବେ ସାଙ୍ଗମାନେ ତା ଘରେ ସେମିତି କିଛି ଧନ ସମ୍ପତ୍ତି ନଥିଲା, କିନ୍ତୁ ତା ପାଖରେ ଏକ ଓଜନିଆ ଲୁହାର ତରାଜୁ ଥିଲା, ଯାହା ପ୍ରତି ତାର ଆସକ୍ତି ଥିଲା। ବଣିଆ ଭାବିଲା ବିଦେଶରେ କେତେ ଦିନ ତାକୁ ରହିବାକୁ ପଡ଼ିବ ତାର କୌଣସି ଠିକ୍ ଠିକଣା ନାହିଁ। ଯଦି ଫେରିଲା ବେଳକୁ ତାର ପ୍ରିୟ ତରାଜୁ ଚୋରି ହୋଇଯିବ, ଏହା ଭାବି ବଣିଆ ସେହି ତରାଜୁକୁ ନେଇ ତାର ଏକ ବନ୍ଧୁ ମହାଜନ ପାଖରେ ପହଞ୍ଚି କହିଲା, ବନ୍ଧୁ, ମୁଁ କିଛି ଦିନ ପାଇଁ ବିଦେଶକୁ ବେପାର କରିବାକୁ ଯାଉଛି। ତୁମ ପାଖରେ ମୋର ଏଇ ଲୁହାର ତରାଜୁଟିକୁ ରଖି ଯାଉଛି। ମୁଁ ବିଦେଶରୁ ଫେରିବା ପରେ ତୁମ ପାଖରୁ ଏଇଟା ନେଇଯିବି। ମହାଜନ ଖୁସିରେ ତରାଜୁଟିକୁ ରଖିନେଲା। ବଣିଆ ବିଦେଶ ଚାଲିଗଲା। କିଛି ମାସ ପରେ ବେପାର ବାଣିଜ୍ୟ କରି ବଣିଆ ତା ନିଜ ଘରକୁ ଫେରି ଆସିଲା। ମହାଜନ ଘରକୁ ଯାଇ ବଣିଆ ସେ ରଖିଯାଇଥିବା ତାର ଲୁହାର ତରାଜୁଟିକୁ ଫେରାଇ ଦେବାକୁ କହିଲା। କିନ୍ତୁ ବଣିଆକୁ ଆଶ୍ଚର୍ଯ୍ୟଚକିତ କରି ମହାଜନ କହିଲା, ତୁମ ଲୁହା ତରାଜୁକୁ ମୂଷା ଖାଇ ଦେଇଛି। ମୂଷା ପୁଣି ଲୁହାର ତରାଜୁ ଖାଇଦେଲା? ବଣିଆ ମନ ଭିତରେ ଜାଣିନେଲା ଯେ ମହାଜନ ତାକୁ ସେହି ତରାଜୁ ଫେରାଇବାକୁ ଆଉ ଚାହୁଁନାହିଁ। କିନ୍ତୁ ଏବେ ଆଉ ଉପାୟ ବା କ'ଣ ଅଛି? କିଛି ସମୟ ଚିନ୍ତା କରି ବଣିଆ କହିଲା, ବନ୍ଧୁ, କିଛି ଚିନ୍ତା କର ନାହିଁ। ମୂଷା ଯେତେବେଳେ ଖାଇ ଦେଇଛି ସେତେବେଳେ ଏଇଟା ମୂଷାର ଦୋଷ ନୁହେଁ, ମୂଷାର ଦୋଷ, ତୁମର କିଛି ଦୋଷ ନାହିଁ। ତୁମେ ଏଥିପାଇଁ ଆଦୌ ମନ ଖରାପ କର ନାହିଁ କିମ୍ବା ଅଯଥାରେ ଚିନ୍ତା କର ନାହିଁ। କିଛି ସମୟ ପରେ ବଣିଆ ମହାଜନକୁ କହିଲା, ମିତ୍ର, ମୁଁ ନଦୀକୁ ଗାଧୋଇବା ପାଇଁ ଯାଉଛି। ତୁମେ ଯଦି ଚାହିଁବ ମୁଁ ତୁମ ପୁଅ ଧନଦେବକୁ ମୋ ସହିତ ନଦୀକୁ ଗାଧୋଇବା ପାଇଁ ନେଇଯାଆନ୍ତି। ମହାଜନ ବଣିଆର ସଜ୍ଜନତାରେ ବହୁତ ପ୍ରଭାବିତ ହେଲା। ସେ ତତ୍କ୍ଷଣାତ୍ ନିଜ ପୁଅ ଧନଦେବକୁ ବଣିଆ ସହ ଗାଧୋଇବାକୁ ପଠାଇଦେଲା ଏବଂ ମନେ ମନେ ନିଜ ବୁଦ୍ଧିକୁ ତାରିଫ କଲା ଯେ ବଣିଆର ତରାଜୁକୁ ମୂଷା ଖାଇଗଲା କହି ନିଜ ପାଖରେ ରଖିଦେଇ ପାରିଲା। ବଣିଆ ମହାଜନର ପୁଅକୁ କିଛି ବାଟ ନେଇଗଲା ପରେ ଗୋଟେ ପାହାଡ଼ ଗୁମ୍ଫା ଭିତରେ ବନ୍ଦ କରି ରଖିଦେଲା। ଗୁମ୍ଫା ବାହାର ପଟେ ଗୋଟେ ବଡ଼ ପଥର ରଖିଦେଲା, ଯେମିତି ମହାଜନ ପୁଅ ଧନଦେବ ବାହାରି ଆସି ପାରିବ ନାହିଁ। କିଛି ସମୟ ପରେ ବଣିଆ ନଦୀରେ ସ୍ନାନ କରି ଯେତେବେଳେ ମହାଜନର ଘର ବାଟ ଦେଇ ଫେରିଲା, ମହାଜନ ବଣିଆ ସାଥିରେ ତା ପୁଅକୁ ନ ଦେଖି ପଚାରିଲା, ଆରେ, ମୋ ପୁଅ କୁଆଡ଼େ ଗଲା? ତୁମେ ଏକା କ'ଣ ଗାଧୋଇ ପାଧୋଇ ଫେରୁଛ? ବଣିଆ କହିଲା, ମିତ୍ର, କ'ଣ କହିବି, ନଦୀରେ ଗାଧୋଇବା ବେଳେ ଗୋଟେ ଚିଲ ଆକାଶରୁ ଉଡ଼ି ଉଡ଼ି ଆସି ତୁମ ପୁଅକୁ ତା ପଞ୍ଝାରେ ଉଠାଇ ନେଇଗଲା। ମହାଜନ, ଏମିତି କିପରି ହୋଇପାରେ? ଅସମ୍ଭବ। କେବେ ବି ଗୋଟିଏ ସାଧାରଣ ଚିଲ ପକ୍ଷୀଟେ ଏତେ ବଡ଼ ମଣିଷକୁ ଉଠାଇ ନେଇଯାଇ ପାରିବ? କେବେ କି ଗୋଟେ ସାଧାରଣ ଚିଲ ପକ୍ଷୀଟେ ଏତେ ବଡ଼ ମଣିଷକୁ ଉଠାଇ ନେଇଯାଇବ? ବଣିଆ କହିଲା, ତୁମେ ବି ତ ବଡ଼ ଅଦ୍ଭୁତ ମଣିଷ। ଯଦି ଚିଲ ତୁମ ପୁଅକୁ ଉଠାଇ ନେଇ ପାରିବ ନାହିଁ, ତେବେ ମୋ ଲୁହାର ତରାଜୁକୁ ବି ମୂଷାଟେ ଆଦୌ ଖାଇପାରିବ ନାହିଁ। ଯଦି ତୁମ ପୁଅକୁ ପାଇବାର ଇଚ୍ଛା ଅଛି, ଚୁପଚାପ ମୋ ତରାଜୁ ଫେରାଇ ଦିଅ।
ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲା। ଦୁହେଁ ଯାଇ ପହଞ୍ଚିଲେ ରାଜାଙ୍କ ପାଖରେ। ମହାଜନ ତା ଛାତିକୁ ବାଡ଼େଇ ଭୋ ଭୋ କାନ୍ଦି ରାଜାଙ୍କ ଆଗରେ ଅଭିଯୋଗ କଲା ଯେ ମହାରାଜ, ଏ ବଣିଆ ମୋ ପୁଅକୁ ଚୋରେଇ ନେଇ ଯାଇଛି ଆଉ ମିଛରେ କହୁଛି ଯେ ଚିଲ ତାକୁ ଉଠେଇ ନେଲେ ବୋଲି। ରାଜା ନିର୍ଦ୍ଦେଶ ଦେଲେ ବଣିଆକୁ ମହାଜନର ପୁଅକୁ ଫେରେଇ ଦେବା ପାଇଁ। ବଣିଆ ହାତ ଯୋଡ଼ି ବଡ଼ ବିନମ୍ର ସ୍ୱରରେ କହିଲା, ମହାରାଜ, ମୁଁ ସତ କହୁଛି, ନଦୀରେ ଗାଧୋଇବା ବେଳେ ତା ପୁଅକୁ ଚିଲ ଉଠାଇ ନେଲେ। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୁମେ କ'ଣ ମୋତେ ବୋକା ଭାବୁଛ ନା କ'ଣ? ଚିଲ କ'ଣ କେବେ କେଉଁ ମଣିଷକୁ ଉଠାଇ ନେଇଯାଇ ପାରିବ? ଏକଥା ଶୁଣି ବଣିଆ କହିଲା, ପ୍ରଭୁ, ଯଦି ମୋର ଲୁହା ତରାଜକୁ ମୂଷା ଖାଇଦେଇ ପାରିବ, ତେବେ ତା ପିଲାକୁ ମଧ୍ୟ ଚିଲ ଉଠାଇ ନେଇଯାଇ ପାରିବ। ଏହାପରେ ବଣିଆ ମୂଳରୁ ସମସ୍ତ ବୃତ୍ତାନ୍ତ ରାଜାଙ୍କ ଆଗରେ କହିଲା। ଏହାପରେ ରାଜାଙ୍କ ଆଦେଶରେ ପ୍ରଥମେ ମହାଜନ ବଣିଆକୁ ତା ତରାଜୁ ଫେରାଇ ଦେଲା ଏବଂ ନିଜ ପୁଅକୁ ଫେରି ପାଇଲା। ଯେସାକୁ ତେସା। କାହାଣୀ କହିସାରିବା ପରେ ଦମନକକୁ କରଟକ ପୁଣି ଥରେ କହିଲା, ତୁ ବି ଅସମ୍ଭବକୁ ସମ୍ଭବ କରିବା ପାଇଁ ଚେଷ୍ଟା କରୁଛୁ। ତୁ ବି ଆମର ସ୍ୱାମୀ ସିଂହର ହିତ ସାଧନ ବଦଳରେ ଅହିତ କରି ସାରିଲୁଣି। ଏପରି ହିତଚିନ୍ତକ ମୂର୍ଖ ବନ୍ଧୁ ଅପେକ୍ଷା ଅହିତଚିନ୍ତକ ଶତ୍ରୁ 100 ଗୁଣ ଭଲ। ହିତଚିନ୍ତକ ମୂର୍ଖ ମାଙ୍କଡ଼ ହିତ ସମ୍ପାଦନ କରୁ କରୁ ନିଜ ରାଜାଙ୍କୁ ପ୍ରାଣରେ ମାରିଦେଲା। ଦମନକ ପଚାରିଲା, କିପରି? କରଟକ ଏହାପରେ ମାଙ୍କଡ଼ ଏବଂ ରାଜାଙ୍କ କାହାଣୀ ଶୁଣାଇଲା। ଆମେ ପୂର୍ବରୁ ମଧ୍ୟ କହିଛି, ପଞ୍ଚତନ୍ତ୍ର ଏପରି ଏକ ଗଳ୍ପର ସଂକଳନ ଯାହା ପରକୁ ପର ମଣିଷକୁ ଜୀବନ ବଞ୍ଚିବାର, ମଣିଷର ସ୍ୱଭାବ ବଦଳାଇବାର ଏବଂ ଉଚିତ ଅନୁଚିତ ଭିତରେ ଫରକ ବୁଝାଇବାର କାମ କରିଚାଲିଛି। ଯେମିତି ଆମେ ଜାଣିଲେ ଯେସାକୁ ତେସା, ସେମିତି ଆଗକୁ ପୁଣି ଏକ ଗଳ୍ପର ଆଗମନ ହେଉଛି, ଯେଉଁଥିରେ ହିତଚିନ୍ତକ ମୂର୍ଖ ବନ୍ଧୁ ଅପେକ୍ଷା ଅହିତଚିନ୍ତକ ଶତ୍ରୁ 100 ଗୁଣ ଭଲ। ହିତଚିନ୍ତକ ମୂର୍ଖ ମାଙ୍କଡ଼ ହିତ ସମ୍ପାଦନ କରୁ କରୁ ନିଜ ରାଜାଙ୍କ ପ୍ରାଣରେ କେମିତି ମାରିଦେଲା, ଏହା ଆମେ ପରବର୍ତ୍ତୀ ଗପରେ ପଢ଼ିବା। ଗପର ଶୀର୍ଷକ ରହିବ ରାଜା ଓ ମୂର୍ଖ ମାଙ୍କଡ଼ର କଥା। ଧନ୍ୟବାଦ ସାଙ୍ଗମାନେ, ଆମେ ପୁଣି ଭେଟ ହେବା। ନମସ୍କାର।